ସୂର୍ଯ୍ୟ ମନ୍ଦିର କୋଣାର୍କ ଜିଲ୍ଲା ପୁରୀ ଅର୍କକ୍ଷେତ୍ର ଓ ପଦ୍ମକ୍ଷେତ୍ର ଭାବରେ ମଧ୍ୟ ପରିଚିତ କୋଣାର୍କର ପ୍ରସିଦ୍ଧି ଏଠାରେ ଥିବା ସୂର୍ଯ୍ୟ ମନ୍ଦିର ପାଇଁ। ଏହି ମନ୍ଦିର ଭାସ୍କର୍ଯ୍ୟ କଳା କ୍ଷେତ୍ରରେ କଳିଙ୍ଗ ଶୈଳୀରେ ସର୍ବୋତ୍କୃଷ୍ଟ ଉଦାହରଣ। ଏହା ଗଙ୍ଗ ରାଜବଂଶର ପ୍ରଥମ ନରସିଂହ ଦେବଙ୍କ ଦ୍ୱାରା ଖ୍ରୀଷ୍ଟ 1238ରୁ 1264ରେ ନିର୍ମିତ। ଏକ ଉଚ୍ଚ ପୀଠ ଉପରେ ନିର୍ମିତ ଏହି ମନ୍ଦିରକୁ ଏକ ରଥ ଭାବରେ ପରିକଳ୍ପନା ଓ ବର୍ଣ୍ଣନା କରାଯାଇଛି, ଯାହାର ପ୍ରମାଣ ହେଉଛି ପୀଠର ଉଭୟ ପାର୍ଶ୍ୱ କାନ୍ଥରେ ସ୍ଥାନିତ 12 ଯୋଡ଼ା ଚକ। ମୁଖ୍ୟ ମନ୍ଦିର ପରିସରରେ ଅଛି ଏକ ରେଖା ଶୈଳୀର ଗର୍ଭଗୃହ, ପିରାମିଡ ଶୈଳୀର ଜଗମୋହନ ଓ ଏକ ସ୍ତମ୍ଭଯୁକ୍ତ କକ୍ଷ, ଯାହାକୁ ନାଟ ମଣ୍ଡପ କୁହାଯାଏ। ମୂଳତଃ ଗର୍ଭଗୃହ ଉପରେ ଏକ ସୁଉଚ୍ଚ ଶିଖର ଥିଲା, ଯାହା ଏବେ ଧ୍ୱଂସ ପାଇଯାଇଛି। ସୁରକ୍ଷିତ ରହିଥିବା ଜଗମୋହନର ଉଚ୍ଚତା 38 ମିଟର ହୋଇଥିଲା ବେଳେ ନାଟ ମଣ୍ଡପଟି ବିଯୁକ୍ତ ହୋଇ ରହିଛି ଓ ଏହାର ଛାତ ଭାଙ୍ଗିଯାଇଛି। ଏକ ସମନ୍ୱିତ ବାସ୍ତୁଶିଳ୍ପ ଯୋଜନା ଆଧାରରେ ସଂଶୋଧିତ ଗର୍ଭଗୃହ ଓ ଜଗମୋହନକୁ ସୂର୍ଯ୍ୟଦେବଙ୍କର ଏକ ଦିବ୍ୟ ରଥ ଭାବରେ ପରିକଳ୍ପନା କରାଯାଇଛି, କାରଣ ହିନ୍ଦୁ ପୁରାଣ ମତରେ ସୂର୍ଯ୍ୟଦେବ ପ୍ରତିଦିନ 7ଟି ଅଶ୍ୱ ଯୋଚା ଯାଇଥିବା ରଥରେ ସମଗ୍ର ଆକାଶ ପରିକ୍ରମା କରନ୍ତି ବୋଲି ବିଶ୍ୱାସ କରାଯାଏ। ମନ୍ଦିର ହତାରେ ଆହୁରି କେତେକ ସହାୟକ ମନ୍ଦିର ମଧ୍ୟ ଅଛି। ଏ ସମସ୍ତ ଅବଶେଷ ଚାରିପଟେ ଏକ ପ୍ରାଚୀର ଘେରାଯାଇଛି। ଏଠାରେ ଥିବା ସମସ୍ତ ସୌଧର ବାହ୍ୟ ଗାତ୍ର କାଳକ୍ରମେ କିଛିଟା କ୍ଷତ ବିକ୍ଷତ ହୋଇଯାଇଥିଲେ ମଧ୍ୟ ସ୍ଥାପତ୍ୟ ଶିଳ୍ପର ବିବିଧ ଓ ବିପୁଳ ଅଳଙ୍କରଣ ଛଟାରେ ଏବେ ମଧ୍ୟ ସୁଶୋଭିତ। ଗର୍ଭଗୃହର ବାହ୍ୟ ଗାତ୍ରରେ 3ଟି ଉତ୍କୃଷ୍ଟ ସୂର୍ଯ୍ୟ ପ୍ରତିମା ଅବସ୍ଥାପିତ ହୋଇଥିବା ବେଳେ ଜଗମୋହନର ଛାତ ସୋପାନରେ ବିଶାଳ ନାରୀ ସଙ୍ଗୀତଜ୍ଞମାନଙ୍କର ଚମତ୍କାର ପ୍ରଦର୍ଶନ ହୋଇଛି।